ଆଲୋଚ୍ୟ ପ୍ରସଙ୍ଗ ହେଉଛି ଆପଣଙ୍କ ବଳ। ଆପଣଙ୍କ ବଳ କୋଉଠି ଅଛି? ଆପଣ କୋଉଟାକୁ ଆପଣଙ୍କ ବଳ ବୋଲି ଭାବନ୍ତି? ଏ ଦିନମାନଙ୍କ ସମସ୍ତେ ଯେନ ସ୍ୱାସ୍ଥ୍ୟ ପାଇଁ ବଳ ପାଇଁ ଚିନ୍ତା କରନ୍ତି। କଣ ଖାଇଲେ ମୋର ବଳ ହବ, ମୁଁ ଦୁର୍ବଳ ହେବି ନାହିଁ, ମୁଁ ସବଳ ରହିବି। ଏ ସାଂସାରିକ ବିଷୟ ପାଇଁ ଆମେ ବହୁତ ବ୍ୟତିବ୍ୟସ୍ତ ହଉ, କିନ୍ତୁ ବାସ୍ତବରେ ଆପଣଙ୍କ ବଳ କୋଉଠି ଆପଣ ଜାଣନ୍ତି? ଆପଣ ଦେଖିବେ ନେହେମିଆ ତାର 8 ପର୍ବ 10 ପଦ ଲେଖାଯାଏ, ଆଉ ସେମାନଙ୍କୁ କହିଲେ ଆପଣା ଆପଣା ପଥରେ ଯାଅ, ଚିକ୍କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର, ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇନାହିଁ ତାହା ନିକଟକୁ ଅଂଶ ପଠାଅ। କାରଣ ଆଜି ଦିନ ଆମ୍ଭମାନଙ୍କର ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ନ ହୁଅ, ଯେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମମାନଙ୍କର ବଳ ଅଟେ। ସେ କଣ କହୁଛନ୍ତି? ତୁମେ ଚିକ୍କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର। ଏଇଟା ତୁମର ବଳ ନୁହେଁ, ତୁମର ଖାଦ୍ୟ ପଦାର୍ଥ ତୁମର ବଳ ନୁହେଁ। ସେ କହିଥାନ୍ତେ ନହେଲେ ତୁମେ ଯୋଉ ଚିକ୍କଣ ଦ୍ରବ୍ୟ ଭୋଜନ କଲ, ସୁମିଷ୍ଟ ଦ୍ରବ୍ୟ ପାନ କଲ, ସେଇଟା ତୁମର ବଳ, ସେଇଟା ବଳ କହୁନାହାନ୍ତି। ଏସବୁ କହିଲା ପରେ ସେ କଣ କହୁଛନ୍ତି? ଯେ ସଦାପ୍ରଭୁ ବିଷୟକ ଆନନ୍ଦ ତୁମମାନଙ୍କର ବଳ ଅଟେ। ମାନେ ପ୍ରଭୁଙ୍କ ଠାରେ ଆନନ୍ଦ କରିବା ହିଁ ଆମର ବଳ ଅଟେ। ଆପଣଙ୍କ ବଳ କୋଉଠି? ପ୍ରଭୁଙ୍କ ଠାରେ ଆନନ୍ଦ କରିବା, ସେଇଠି ଆପଣଙ୍କ ବଳ ଅଛି। ଆମେ ଅନେକ ଥର କଣ ଭାବୁ ଯେ ଆମର ବଳ କୋଉଠି ଆମେ ଜାଣିନାହୁଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ମୁଁ କହିବା ପାଇଁ ଚାହେଁ, ସଦାପ୍ରଭୁଙ୍କ ବିଷୟକ ଆନନ୍ଦ ହିଁ ଆପଣଙ୍କର ବଳ ଅଟେ। ପ୍ରଭୁଙ୍କ ଠାରେ ଆପଣ ଯେତିକି ଆନନ୍ଦ କରିପାରିବେ ସେତିକି ଆପଣ ବଳବାନ ହେଇପାରିବେ, ସେତିକି ଆପଣ ବଳବାନ ହେଇପାରିବେ। ଆଜିର ଆମେ ପ୍ରଭୁଙ୍କ ଠାରେ ଆନନ୍ଦ କରୁନାହୁଁ, ଆମେ ଅନ୍ୟ ବିଷୟରେ ମନୋଯୋଗୀ ଅଟୁ। ପ୍ରଭୁଙ୍କ ଠାରେ ଆନନ୍ଦ ହିଁ ଆପଣଙ୍କ ଷ୍ଟ୍ରେଂଥ ଅଟେ। ଆପଣ କେତେ ସମୟ ପ୍ରଭୁରେ ଆନନ୍ଦ କରନ୍ତି? ଆପଣ କେତେ ସମୟ ପ୍ରଭୁରେ କ୍ଷେପଣ କରନ୍ତି? ଆପଣ କେତେ ସମୟ ପ୍ରଭୁରେ ବିନିଯୋଗ କରନ୍ତି? ମୁଁ ଜାଣେ ନାହିଁ। ମନେ ରଖିଥାନ୍ତୁ, ଆପଣ ଦୁର୍ବଳ ହେଇଯିବେ ଯଦି ପ୍ରଭୁରେ ଆନନ୍ଦ କରିବେନି। କାରଣ ପ୍ରଭୁଙ୍କ ଠାରେ ଆନନ୍ଦ ହିଁ ଆପଣଙ୍କ ବଳ। ଯେତେବେଳେ ଆପଣଙ୍କ ବିରୁଦ୍ଧରେ ଶୈତାନିକ ଶକ୍ତି ଆସିବ, ପାରିପାର୍ଶ୍ୱିକ ପରିସ୍ଥିତି ଆପଣଙ୍କ ବିରୁଦ୍ଧରେ ଆସିବ, ବିଭିନ୍ନ ସମସ୍ୟା ଦେଇ ଆପଣ ଗତି କରିବେ, ସେଇ ସମୟରେ କେବଳ ଏହି ବଳ ହିଁ ଆପଣଙ୍କୁ ସାହାଯ୍ୟ କରିବ। ତେଣୁ ମନେ ରଖିଥାନ୍ତୁ, ତାଡ଼ନା ଆସିବ, ଦୁଃଖ ଆସିବ, ନିନ୍ଦା ଆସିବ, ଅପମାନ ଆସିବ, କେବଳ ଏହି ବଳ ହିଁ ଆପଣଙ୍କୁ ବଳବାନ କରିବ। ତାହା ହଉଛି ପ୍ରଭୁଙ୍କ ଠାରେ ଆନନ୍ଦ କରିବ। ଆପଣ ଦେଖିବେ ଏଜ୍ରାଙ୍କର ପୁସ୍ତକ ତାର 6 ଅଧ୍ୟାୟ 22 ପଦ ଲେଖାଯାଏ, ପୁଣି 7 ଦିନ ଆନନ୍ଦରେ ତାଡ଼ି ଶୂନ୍ୟ ରୁଟିର ପର୍ବ ପାଳନ କଲେ, କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଓ ଇସ୍ରାଏଲର ପରମେଶ୍ୱରଙ୍କର ଗୃହ କାର୍ଯ୍ୟରେ ସେମାନଙ୍କୁ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅସୁରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ। ଏଇଟା ଆମେ ଦେଖୁଛୁ କଣ? ଯେ ସେମାନେ ଆନନ୍ଦ କଲେ, ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ। ଏ ଆନନ୍ଦ ଜାଗତିକ ଆନନ୍ଦ ନୁହେଁ, ଏଇଟା ଈଶ୍ୱର ଦତ୍ତ ଆନନ୍ଦ, ଈଶ୍ୱର ଦତ୍ତ ଆନନ୍ଦ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହି ରଖି ଆପଣମାନଙ୍କୁ, ଆପଣ କୋଉଠି ଆନନ୍ଦ ଦରାଣ୍ଡି ହେଇ ବୁଲୁଛନ୍ତି? ଆପଣଙ୍କ ବଳ କୋଉଠି? ଆପଣ ଯଦି ଭୁଲ ଜାଗାରେ ଆନନ୍ଦ କରିବେ, ଆପଣ ବଳ ପାଇପାରିବେନି। ପ୍ରଭୁଙ୍କ ଠାରେ ଆନନ୍ଦ କରିବା ଦ୍ୱାରା ହିଁ ଆପଣ ବଳବାନ ହେଇପାରିବେ। ତେଣୁ ଆଜି ସୁଯୋଗ ଥିବା ସମୟରେ ଆମେ କଣ କରୁ ନା, ଆପଣା ଜୀବନକୁ ଆମେ ସମୀକ୍ଷା କରି ଦେଖୁ। ପ୍ରଭୁଙ୍କ ଠାରେ ଆନନ୍ଦ କରିବା। ଆଜି ଆନନ୍ଦ ତ କରୁଛନ୍ତି ଗୁଡ଼ାଏ ଲୋକ, କିନ୍ତୁ କୋଉଠି ଆନନ୍ଦ କରୁଛନ୍ତି? ସଦାପ୍ରଭୁ ବିହୀନ ଆନନ୍ଦ, ଈଶ୍ୱର ବିହୀନ ଆନନ୍ଦ। ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ ଅନେକ ଆନନ୍ଦ କରାଯାଏ, କିନ୍ତୁ ତାହା ଈଶ୍ୱର କୈନ୍ଦ୍ରିକ ଆନନ୍ଦ କି? ଗୀତ ସଂହିତା 43 ପର୍ବ ତାର 4 ପଦ ଦେଖିବେ,
तहिरे मु परमेश्वर बेदी निकट को और मोहर परमानंद जनक परमेश्वर निकट को जीवी आउ हे परमेश्वर मोहर परमेश्वर मु बिना जंत्र तुमर प्रशंसा करी। प्रभु कौन अटंती से मोर परमानंद अटंती केवल आनंद नहीं मोर परम आनंद से अटंती। प्रिय भाई भौणी माने आपणकर बल होउछंती प्रभु तांको ठारे आनंद करंतु सदा प्रभु ठारे आनंद करिबा आपनको बल अटे तेणु आपनको से परमानंद कतिरे आपण आनंद करंतु। ए दिन मानकरे आमे कोठी आनंद करूछु टिके बसी चिंता करिबा मोर परिवार कोठी आनंद करंती अब पिला माने कोठी आनंद करंती आज वास्तव में आमर मंडली से आनंद अच्छी कि से आनंद नथिबार बल भी नहीं आज शत्रु पाखरे आम दुर्बल देखा जाउछु अज्ञान मूर्ख चंडाल मान पाखरे आम थरह रोचु कहीं सदा प्रभु ठार आनंद करवा लोक ही बलवान थिबो तेणु पाउल बंदी गृह कहते आनंद कर कारण तांकर आनंद तांकर परमानंद प्रभु अटंती। मोर प्रिय भाई भौणी माने विचलित हुंतु नहीं भयग्रस्त हुंतु नहीं कौन सी परिवेश परिस्थिति आपन को परास्त करि परिबो नहीं प्रभु ठारे आनंद करंतु कारण ताहा ही आपनकर बल अटे। प्रार्थना करिबा अनुग्रहकारी पिता परमेश्वर मु आपन को धन्यवाद दूची आपन देथिबा सुंदर अवकाश पाई प्रभु आमे प्रत्येक आपन हस्त समर्पित होछु आमान को जीवन समस्त गतिविधि आपन जानंती प्रभु आमान को मध्य से आनंद शुष्क हो जाइछि आमे अन्यत्र आनंद खोजी बुलुछु आमान को परिवार परिस्थिति भलो नहीं आमे दुर्बल हेलुनी प्रभु मांडलिक भाव में आनुष्ठानिक भाव में मध्य कारण आपण को ठारे हमर आनंद कमी जाइछि कारण सदा प्रभु ठारे आनंद ही आमानकर बल अटे। अनुग्रह कर प्रभु पुणी थरे आमर निजर परमानंद जे आपण अटंती आपण को गति फेरी आसीबा पई समस्त को आपण को बलवंत स्थित रखी प्रार्थनाटी मोर प्राणर प्रिय यीशु नाम रे मागिली आमेन।